ସ୍ନାନଯାତ୍ରା ଏବଂ ରଥଯାତ୍ରା ପ୍ରାୟତଃ ଆସନ୍ନ ପ୍ରାୟ ସେଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସେ ବାବଦରେ ଗୋଟେ ବ୍ରିଫିଂ ଥିଲା ଯେଉଁଥିରେ କି ମୁଖ୍ୟ ଶାସନ ସଚିବ ଡିଜି ପୋଲିସ ଏବଂ ସୌମେନ୍ଦ୍ର ପ୍ରିୟଦର୍ଶୀ ଆମମାନେ ସମସ୍ତେ ବସି ଗୋଟେ ତାଙ୍କୁ ରଥଯାତ୍ରାର କ'ଣ ପରିସ୍ଥିତି କେମିତି କ'ଣ ହୁଏ କ'ଣ ନାହିଁ ସେ ପ୍ରକ୍ରିୟା ବାବଦରେ ମାନ୍ୟବର ମୁଖ୍ୟମନ୍ତ୍ରୀ ସେ ବାବଦରେ ଜଣେଇବାର ଗୋଟେ ପ୍ରକ୍ରିୟା ଥିଲା କେବଳ ଆଲୋଚନା ଯାହା ହେଇଛି ଏବଂ ସୁରୁଖୁରୁରେ ଯେମିତି ରଥଯାତ୍ରା ହବ ସେଥିପାଇଁ ନିଶ୍ଚିତ ଭାବରେ ସରକାର ତାଙ୍କ କ'ଣ ପଦକ୍ଷେପ ନେବେ କ'ଣ କରିବେ ସେ ବାବଦରେ ଆଗକୁ ଆଲୋଚନା ହବ ଏବଂ ସେବାୟତ ବନ୍ଧୁମାନଙ୍କ ସାଙ୍ଗରେ ବାକି ଯେଉଁମାନେ ଷ୍ଟେକ୍ ହୋଲ୍ଡର୍ସ ଅଛନ୍ତି ସମସ୍ତ ସାଙ୍ଗରେ ଆଗକୁ ଆଲୋଚନା ହବ ସେ ବାବଦରେ ଆଲୋଚନା ହେଲା ପରେ ଆପଣମାନଙ୍କୁ ସବିଶେଷ ଯେଉଁଭଳି ଭାବରେ ଶ୍ରୀମନ୍ଦିର ପରିଚାଳନା ଗୋଟେ ପ୍ରମୁଖ ଦିଗ ରହିଛି କ୍ୟାବିନେଟ୍ରେ ମଧ୍ୟ ତା ପାଇଠ ରହିଛି ତ ସେଥିପାଇଁ କ'ଣ ସବୁ ପ୍ରସ୍ତୁତି ପ୍ରଭୁଙ୍କର ସଂସ୍କୃତିର ସୁରକ୍ଷା ପ୍ରଭୁଙ୍କର ନୀତିକାନ୍ତିର ସୁରକ୍ଷା ପାଇଁ ଯାହା ଯାହା ଆବଶ୍ୟକତା ଅଛି ସମସ୍ତଙ୍କର ସହଯୋଗରେ ସେ କଥାକୁ ପୁରାପୁରି ଭାବରେ ଠିକଣା ଢଙ୍ଗରେ ଯେମିତି ଚାଲିବ ସେଥିପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯିବ ଏବଂ ଏ ସରକାର ସେଥିପାଇଁ ପ୍ରତିଶ୍ରୁତି ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଚାରିଦ୍ୱାର ଖୋଲିଲା ଏବେ ସେ ଚାରିଦ୍ୱାର ଖୋଲିବା ପରେ ଆଉ କିଛି କିଛି ସମସ୍ୟା ଅଛି ସେ ଦୂର ହେବ କୌଣସି ସମସ୍ୟା ନାହିଁ ସମସ୍ୟା କିଛି ନାହିଁ ଯେହେତୁ ଛୁଟି ଥିଲା ସ୍ୱାଭାବିକ ଭାବରେ ଛୁଟି ଦିନ 3-4 ଦିନ କଣ୍ଟିନ୍ୟୁଅସ୍ ଛୁଟି ପଡ଼ିବା କାରଣରୁ ଭିଡ଼ ହେଇଥିଲା ଏବଂ ସେ ଭିଡ଼ ନିୟନ୍ତ୍ରଣ ଭିତରେ ଅଛି କୌଣସି ପ୍ରକାର ଅସୁବିଧା ହେଇନାହିଁ ତେଣୁକରି ତାକୁ ସାଧାରଣ ଭାବରେ ଆମେ ଯଦି ସେ ସବୁ କଥାକୁ ଗୋଟେ କ୍ରିଟିକ୍ ଆଙ୍ଗେଲରୁ ନ ଦେଖିକି ତାକୁ ଆମେ ମୁଁ ଭାବୁଛି ସେଟାକୁ ଯେଉଁଭଳି ଭାବରେ ସ୍ୱାଭାବିକତାର ଅଛି ସେ ସ୍ୱାଭାବିକତା ରହୁ ଏବଂ ତା ସହିତ ନୀତିକାନ୍ତି ଯେମିତି ଠିକ୍ ଢଙ୍ଗରେ ଆଜି ବି ନୀତିକାନ୍ତି ପୁରା ଦିନ ଆଜି ସକାଳୁ ଯେଉଁଭଳି ଭାବରେ ନୀତିକାନ୍ତି ହେବା କଥା ପୁରା ଠିକ୍ ଢଙ୍ଗରେ ଚାଲିଛି ଏବଂ ଏ ପ୍ରକ୍ରିୟାକୁ ଠିକ୍ ଢଙ୍ଗରେ ଚଲେଇବା ହେଉଛି ଆମମାନଙ୍କର ସମସ୍ତଙ୍କର କର୍ତ୍ତବ୍ୟ ଏଥିରେ ସରକାରଙ୍କର ସେବାୟତଙ୍କର ଭକ୍ତମାନଙ୍କର କାହା ପଟୁ କୌଣସି ପ୍ରକାର ଅସୁବିଧା ହେବ ନାହିଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କାମ ସେ ନିଜେ ନିଜେ ତାଙ୍କର ସେ କାମକୁ ଟେକି ନେଇକି ଚାଲିବେ ତେଣୁକରି ଗୋଟିଏ କଥା ହେଉଛି ଯେ ଆମେ ସମସ୍ତେ ଏଥିରେ ସହଯୋଗ କରିକି କେମିତି ଚାଲିବା କେମିତି ଆଗକୁ ନେବା ଏ କଥା ସେ କଥା ଉପରେ ସମସ୍ତେ ହବ ନିଶ୍ଚିତ ଭାବରେ ଆଗାମୀ ଦିନରେ ଆହୁରି ଶୃଙ୍ଖଳିତ ହବ ଏବେ ହଠାତ୍ କରି ଯେଉଁ 3 ଦିନର ଭିଡ଼ ପ୍ରଥମ ଦିନେ 2 ଦିନର ଟିକେ ଅନଏକ୍ସପେକ୍ଟେଡ୍ ଥିଲା ଆଉ ଆଜିଠୁ ସେ ଭିଡ଼ ବି ଶୃଙ୍ଖଳିତ ହେବାର ଆରମ୍ଭ ହେଇଛି ତେଣୁକରି କିଛି ଅସୁବିଧା ହବ ନାହିଁ ସେ କଥା ପାଇଁ ପୁରା ସମସ୍ତେ ଯତ୍ନବାନ